ପାନ୍ କାର୍ଡ଼ ଥିଲେ ଦେଖନ୍ତୁ, ନହେଲେ 10,000 ଟଙ୍କା ଜୋରିମାନା ଦେବେ। ଏବେ କିଛି ନୂଆ ଖବର ଆସି ପହଞ୍ଚିଛି। ଯଦି ଆପଣମାନଙ୍କ ପାଖରେ ପାନ୍ କାର୍ଡ଼ ରହିଛି, ତେବେ ଆପଣମାନେ ଏହି ନୂଆ ନିୟମ ବିଷୟରେ ନିଶ୍ଚିନ୍ତ ଭାବେ ଜାଣି ରଖିବା ଦରକାର। ନଚେତ୍ ଆପଣମାନଙ୍କୁ 10,000 ଟଙ୍କା ଜୋରିମାନା ବି ଦେବାକୁ ପଡ଼ିପାରେ। ତେବେ କ'ଣ ରହିଛି ସେହି ଗୁରୁତ୍ୱପୂର୍ଣ୍ଣ ସୂଚନା, ଆସନ୍ତୁ ଜାଣିନେବା। ନିକଟରେ ଅର୍ଥମନ୍ତ୍ରୀ ତତ୍କାଳ ଇ-ପାନ୍ କାର୍ଡ଼ ବନାଇବାର ସୁବିଧା ଲାଗୁ କରିଛନ୍ତି। ଏହି ସୁବିଧା ଦ୍ୱାରା ନା କେବଳ ନୂଆ ପାନ୍ କାର୍ଡ଼ ତିଆରି କରିବାରେ ସହଜ ହେବ, ବରଂ ପାନ୍ କାର୍ଡ଼ ବନାଇବା ପାଇଁ କୌଣସି କାଗଜପତ୍ରର ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ। ଆଉ ସବୁଠାରୁ ଖାସ୍ ହେଉଛି, ଏହା ସମ୍ପୂର୍ଣ୍ଣ ମାଗଣା। ଆୟକର ବିଭାଗ ଅନୁଯାୟୀ ନୂଆ ଇ-ପାନ୍ କାର୍ଡ଼କୁ ପୁରୁଣା ଲାମିନେଟେଡ୍ ପାନ୍ କାର୍ଡ଼ ବରାବର କରାଯାଇଛି। ଆୟକର ନିୟମ ଅନୁଯାୟୀ ସମସ୍ତେ ଇ-ଫାଇଲିଂର ପୋର୍ଟାଲରେ ନୂଆ ପାନ୍ ତିଆରି କରିପାରିବେ। ହେଲେ ଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ ପାନ୍ କାର୍ଡ଼ ରହିଛି, ସେମାନେ ତତ୍କାଳ ଇ-ପାନ୍ ଆବେଦନ କରିପାରିବେ ନାହିଁ। ଯଦି ଆବେଦନକାରୀ ନୂଆ ପାନ୍ ବନାଉଛନ୍ତି, ଆପଣଙ୍କ ପାଖରେ 2ଟି ପାନ୍ ରହିଛି, ତେବେ ଆୟକର ବିଭାଗ ଧାରା 272B ଅନୁସାରେ 10,000 ଟଙ୍କା ଜୋରିମାନା କରିପାରିବେ। ଯେମିତିକି ଆପଣମାନେ ଯଦି ନୂଆ ପାନ୍ର ଆବେଦନ କରିବା ପାଇଁ ଚାହାନ୍ତି, ତେବେ www.incometaxindia.e-filing.gov.in ଯାଇ ସେଠାରେ ଆପଣମାନେ ଆବେଦନ କରିପାରିବେ। ହେଲେ ଧ୍ୟାନ ରଖିବେ, ଯଦି ପୂର୍ବରୁ ଥିବ, ତେବେ 10,000 ଟଙ୍କା ଫାଇନ୍ ପଡ଼ିବ।